10 লক্ষ করে বাঁচিয়ে দেয়। দেখো আর কেস এই আরে সে বাস্তব সফল কথা ମୁଁ ବୁଝିବି। ସେଇଟା ଯଦି ମୋ ଜୀବନ ରାସ୍ତାରେ ପ୍ରତିବନ୍ଧ ପାଇଁ ସୃଷ୍ଟି ହୁଏ ତାହେଲେ ସେଇଟାକୁ ଟ୍ରକ୍ ଚଢ଼େଇ ମାରିଦିଅ। ଭାଇ ମୋ ରେପୁଟେସନରେ ଯେ କଳଙ୍କ ଲଗେଇ ଦିଏ ମୁଁ ତା ଜୀବନଟାକୁ କଳଙ୍କିତ କରିଦିଏ। तुम हाथ से हैकर पकेब कंपनी को चेक कर बहुत बुझेली बाबा बहुत बुझेली से मो ऊपर को हाथ उठाई देला बाबा बाबा मुझे को छाड़ी बिनी बुझेছি এইটা হচ্ছে গোটাଏ অস্থায়ী অর্থহীন সম্পর্ক। এমনি বহুত ঝিଅ পুଅ লিভ ইন রিলেশন রুহନ୍ତି। লিভ ইন রিলেশন অস্থায়ী অর্থহীন সম্পর্ক। কৌଣସି ପରିସ୍ଥିତିରେ ସେ ରିଲେସନଟା ଭାଙ୍ଗି ଯାଇପାରେ ହେଲେ କିଛି ବି ଅସୁବିଧା ହୁଏନି। ହେଲେ ତୁ ତ ମୋ କଥା ବୁଝିଲୁନି ନା बाबा बाबा मुझे से सब शास्त्री पाई सारी बाबा पाई सारी 3 वर्ष है मुझे कि मोरो मोरो बंचे थी बाबा और आज तक मुनिस पति नहीं से वास्तव समर को मुझे बस नहीं बात तो मासुकर छोटा से मरी जाओ बाबा वास्तव समर मौत हो तो बेईमान कला ता रक्त छोटा से मौत हो तो बेकार न करबो देखो त के कोई करबो एई भाई मु भाबे नहीं पुरानी बयस करे ना होई मु से पिला को 10 पिले फोफाड़ी वेरी गुड बॉय वेरी गुड। आज तू ही प्रमाण कर दो जे तू होचु मोर रक्तर संतान। जा जा बाबा जा फोकस काम करिछु बाबा 12 घंटा ভিতরে সে বাস্তব সামলটা কোম্পানি সস্টেন্ট হব আর 24 ঘন্টা ভিতরে মু তা নারে ডিভোর্স পেপার অ্যাপ্লাই করিবি নো समुदी नमस्कार समुदी नमस्कार नमस्कार ए शीतल सेलिना अरे कुआरे बोलो देखी बासो समुदी समुद्री आसी जंती अरे समान को गोड़ धुइबार बंदोबस्त करो नहीं समझ नहीं से सब हमको किछि दरकार नहीं हम तुम आज जो आपन सके दीपर कथाई एठु चली जिबु एई तेज कोन समुदी सब कथा खोली कहू ना हां हां समुदी समुदी वास्तवटा मोर पिला दिन बारी जितको मु ताको बहुत बुझेनी समुदी जदी कंपनी रे किछि अघटन एई तू टिके चुप हेई जा अरे से तमा मो कथा सुनलनी समुदी तमा सुनलनी सही कथा को नै समित दिजन जुक्ति तर्क लागिले रागरे टोकाटा बहु चामड़ाटे मारी देला समुदी बहुत बुझालु समुदी ता कहिलु स्वामी स्त्री भितर एमिति कली झगड़ा हुए बोले मन बुझी गले सब ठीक है जीवनी हेले से हम कथा जमा सुनलानी समुदी रागरे घर गोड़ काढी ए गत्ता नेस पासको छुआटा काल रात किछि खाइनी भूख विकल ना धरी कांदुची समुदी आपण टिके बहु डाकी दियो तू ता बहुत के मन शांति कर दे बुझे दियो ता कमटा मेटी जे शांत कर दियो तू समुदी कथा दउची समुदी एमिति भूलाबो के होबनी वास्तव एमिति के भूल करिबनी बहु हाथ उठे मारिबा दूर कथा टाणा करी कथा पदे भी कहिबनी समुदी
ଧରଣା ପରେ ମୁଁ ଯାଉଛି ମା ପାଖରେ ଟିକେ ଦିଅ। କେମିତି ସାହସ କରିପାର ଯେ ମୋ ପାହାଚ ଉପରେ ପାଦ ଦେବା ପାଇଁ? ଉପରେ ତାଳ ଛପର ନଥିଲା, ଛାତ ପକେଇ ଦେଇଥିଲି। ତମେମାନେ ଦିନକୁ ଦେଉଳି ଦେଉଟା ଖାଇବାକୁ ପାଉନଥିଲ। ବେକାରିଆ ପୁଅଟାକୁ ମୋ କମ୍ପାନୀରେ ଚାକିରି ଦେଇଥିଲି। କାହିଁକି ନା ତମେମାନେ ମୋ ଝିଅଟାକୁ ଟିକେ ଶାନ୍ତିରେ ରଖିବ। ଛୁଞ୍ଚି ଠାରୁ ସୁତ ପର୍ଯ୍ୟନ୍ତ ସବୁ କିଛି ଯୋଗାଇ ଦେଇଥିଲି। ତମେମାନେ ଏତେ ନିର୍ଲଜ, ମୋ ଝିଅଟାକୁ ଟିକେ ବି ଶାନ୍ତିରେ ରଖିପାରୁନ। ସବୁଦି ବହୁତ ଖୁସିରେ ରଖିଥିଲି, ସବୁଦି ବହୁତ ଖୁସିରେ ତାକୁ ରଖିଥିଲି। ମୋ ବୋଉକୁ ମୁଁ ରୋଷେଇ ଘର ଭିତରକୁ ପଠାଇନି, ମୁଁ ନିଜେ ହାତରେ ରୋଷେଇ କରେ। ମୋ ବୋଉ ବାସନ ମାଜିଲେ କାଳେ ତା ହାତରେ କଳା କାଟିଯିବ, ସେଥିପାଇଁ ମୁଁ ନିଜେ ତା ଓଇଠା ବାସନ ମାଜିଦିଏ। ପାଟ ଉପରେ ଲୁଗା ଶୁଖେଇ ଗଲେ କାଳେ ତା ଗୋଡ଼ ଖସିଯିବ, ସେଥିପାଇଁ ତା ପାଲଟା ଲୁଗା ମୁଁ ନେଇ ତା ଛାତ ଉପରେ ଶୁଖେଇ ଦିଏ। ଜାଣିଛ ସମୁଦି, ରାତିରେ କାଳେ କରେଣ୍ଟ ଚାଲିଗଲେ ବହୁତାର ନିଦ ଭାଙ୍ଗିଯିବ। ସେଇଥିପାଇଁ ଆମେ ସ୍ୱାମୀ ସ୍ତ୍ରୀ ଦି ଜଣ ଯାକ ତାକୁ ପାଳି କରି ବିଛଣାରେ ବିଞ୍ଚି ଦଉ ସମୁଦି। ସେଥିରେ ଯଦି ଆମ ମାନଙ୍କର ଟିକେ ଭୁଲ ହେଇଯାଏ, ଆମକୁ ଗୋଡ଼ରେ ଗୋଇଠା ମାରିଛି ସମୁଦି। এই কথাକୁ ମୋ ସ୍ତ୍ରୀ କାଳେ ମନ ଦୁଃଖ କରିବ। ମୁଁ ତାକୁ ବୁଝେଇ ଦିଏ ସମୁଦି। ତମେ ବୋଲା ମା ଏଇ ପିଲାମାନଙ୍କର ଦୁଃଖ ସହିବନି, ଧରି ଅଜକ ସହିବନି, ଆଉ କିଏ ସହିବ କହିଲ? ବୁଝେଇ ଦିଏ ମୁଁ ତାକୁ। ସମୁଦି ମାଛଙ୍କର ଛୁଆଟା ରାତିରେ କିଛି ଖାଇନି, ରାତରେ କାନ୍ଦୁଛି। ଆପଣ ଟିକେ ମୋ ବୋଉକୁ ଡାକି ଦିଅନ୍ତୁ। ଦେଖିବେ ସମୁଦି, ଛୁଆଟା ସେ ଦେଖିଲି ନା ତା ମନ ଆପେ ଆପେ ପରିବର୍ତ୍ତନ ହେଇଯିବ। ଡାକି ଦିଅନ୍ତୁ ସମୁଦି, ଟିକେ ଡାକି ଦିଅ। ବୋଉକୁ ଡାକି ଦିଅ ସମୁଦି, ବୋଉକୁ ଟିକେ ଡାକି ଦିଅ। ତମମାନଙ୍କ ବୋଉ ଉପରେ ମୋର କି କର୍ତ୍ତବ୍ୟ? କର ମୁଁ ଡାକି ଦଉଛି। ସେଲିନା, ବେବି ସେଲିନା। ମାମା ପିଲାଟା ପାଖରେ ହାତରେ କାନ୍ଦୁଛି। ମା ପାଖକୁ ଦିଅ, ମାକୁ ଦିଅ ଟିକେ। ବୋଉ ଛୁଆଟା କାଲି ରାତିରେ କିଛି ଖାଇନି, ଭୋକରେ ହାତରେ କାନ୍ଦୁଛି। ନେଲୁ ମା ନେଲୁ, ଛୁଆଟାକୁ ଟିକେ କ୍ଷୀର ଦେଇ ତା ତୁନି କରିଦେଲୁ। ନେ ମା। କଣ କହିଲ? ଛୁଆକୁ ମୁଁ କ୍ଷୀର ଦେବି? ଆରେ କାଲି ଏତେ ସବୁ ଘଟଣା ଘଟିଯିବା ପରେ କୋଉ ମୁହଁ ନେଇ ଏଠିକୁ ଚାଲି ଆସିଛ? ମା ସଂସାର କରିଥିଲେ ଏମିତି ଛୋଟ ମୋଟ ଘଟଣା ହୁଏ, ତୁ ସେସବୁ କଥାକୁ ଭୁଲି ଯା। ଭୁଲିଯିବି? କୋଉ ତାକୁ ଭୁଲିଯିବି? ବୋଉ ତୋ ପୁଅ ମୋ ଉପରକୁ ହାତ ଉଠେଇଛି, ସେଇଟାକୁ ଭୁଲିଯିବି? ନା ତୋ ପୁଅ ମୋ ବାବାଙ୍କୁ ଧମକ ଦେଇଛି, ସେଇଟାକୁ ମୁଁ ଭୁଲିଯିବି? ଯେତେ ଟିକେ ପାରୁଛ ସେ ଛୁଆଟାକୁ ନେଇ ଏଠୁ ଚାଲିଯା। ରେ ମା, ମୁଁ ମାନୁଛି ବାସ୍ତବ ଭୁଲ କରିଛି। ଆରେ ତୁ କରେ ମା, ମୋ ପୁଅର ଭୁଲ ପାଇଁ ତୁ ଯୋଉ ଦଣ୍ଡ ଦବୁ ସବୁ ଦଣ୍ଡକୁ ତୋର ମାନି ନେବି। କହିବୁ ଯଦି ତୋ ବାପାଙ୍କର ଗୋଡ଼ ଧରି ଆମେ ସ୍ୱାମୀ ସ୍ତ୍ରୀ ଜଣ ଭୁଲ ଲାଗିବୁ, ଯଦି କହିବୁ କାନ ଧରି ଉଠଉ ସବୁ କରେ ମା, ତୁ ଯେତେ ବଡ଼ ଶାସ୍ତି ଦବୁ ସବୁ ଶାସ୍ତିକୁ ଆମେ ସ୍ୱାମୀ ସ୍ତ୍ରୀ ମାନି ନେବୁ। କରେ ମା, ତୁ କି ଶାସ୍ତି ଆମକୁ ଦବୁ? ମତେ ଦେଖି କଣ କିଛି ଜାଣିପାରୁନ ନା? ସବୁ ଜାଣିଶୁଣି ନ ଜାଣିବାର ଅଭିନୟ। ମୋ ହାତରେ ନା ଅଛି ଶଙ୍ଖା, ନା ଅଛି ମୋ ମଥାରେ ସିନ୍ଦୁରର। ଆରେ ଯେତେବେଳେ ମୁଁ ଶଙ୍ଖା ସିନ୍ଦୁରର ମହତ୍ଵକୁ ଭୁଲି ଛୁଆଟା ପ୍ରତି ମୋର ମୋହ ଆସିବ କହୁଛି, ମୋହ ତ ଆସିବ କହୁଛି। ଜାଣିନ ଆରେ କେତେ ଦିନ ପାଞ୍ଚ ଜାଣିନ ନାଇଁ ବୋଉ ନାଇଁ। এই ଛୋଟିଆ ଘଟଣା ପାଇଁ ଏତେ ବଡ଼ ପବିତ୍ର ସମ୍ପର୍କକୁ ନଷ୍ଟ କରିଦେବି ମା। ସ୍ୱାମୀ ସ୍ତ୍ରୀ ସମ୍ପର୍କ ସାତ ଜନ୍ମର ଯୁଗ ଯୁଗର ସମ୍ପର୍କ। ତୁ ସେସବୁ କଥା ଭୁଲି ଯାରେ। ମା ଏଇ ଦେଖି ଦେଖୁ, ଏଇ ଛୁଆଟାକୁ କୋଳକୁ ନେ, ଦେଖିବୁ ତୋ ରାଗ ଅଭିମାନ ସବୁ ପାଣି
থেকে মেরে দিব ସେ ଛୁଆଟା ସହିତ ମୋର କିଛି ସମ୍ପର୍କ ନାହିଁ କାହିଁକି ସେ ମାଛରେ ମମତାର ଲୋଭ ଦେଖାଇ ମତେ ଇମୋସନାଲ ବ୍ଲାକମେଲ କରୁଛ ଚାଲିଯାଅ ଏଠି ସେ ଛୁଆ ମୋର ନୁହଁ ସେ ଛୁଆ ସହିତ ମୋର କୌଣସି ସମ୍ପର୍କ ନାହିଁ ହାତ ଯୋଡୁଛି ସବୁଦି ତମେ ଟିକେ ଝିଅକୁ ବୁଝେଇଛ ତ ঘন্টা হেলা গলানি ওরা সম্পর্কর পালা চাইছ তবে দিদা খবর দিব না চত্বরে পিটি পিটি বাল করে নি তোরা তো মাকে জুরে জুরে মরে দিব মরে যাও সেইটা সে ছুয়া সହିତ ମୋର କିଛି ବି ସମ୍ପର୍କ ନାହିଁ ତାହେଲେ ମୁଁ କହିବି ତୁ ଗୋଟେ ମା ନୁହଁ ତୁ ଗୋଟେ ନାକୁଡ଼ି ମୋ ବାପା ମାଙ୍କୁ ଭାତ ଉଠେଇଲେ ତମର ସେ ହାତଟାକୁ ମୁଣି ଛେଚେଇଛ ନାଇଁ ତୁ ଚୁପ କହିବ ତମ ବୋଉକୁ ମତେ ବି କିଛି କହିପାରିବୁନି ମତେ କିଛି ବୋହୁ କି ବୋହୁ ହେ କେମିତିକା ବୋହୁ ହେ ଯୋଉ ବୋହୁ ଶାଶୁ ଶ୍ୱଶୁର ଉପରେ ହାତ ଉଠାଏ ସ୍ୱାମୀ ଦେଇଥିବା ସିନ୍ଦୁରକୁ ଯୋଉ ବୋହୁ ପୁଛେଇ ଦିଏ ଜନ୍ମକରା ଛୁଆକୁ ଯୋଉ ବୋହୁ ଭୁଲି ଯାଏ ସେଇଟା ଗୋଟେ ବୋହୁ ନୁହଁ ସେଇଟା ଗୋଟେ ମା ନୁହଁ କି ସେଇଟା ଗୋଟେ ସ୍ତ୍ରୀ ନୁହଁ ସେଇଟା ଗୋଟେ ପଇଷ୍ଟାର ଆମେ କଣ କରିବୁ ମୋ ଝିଅ ଗୋଟେ ପଇଷ୍ଟାର ତୁମେ ଆହୁରି ଯତ୍ନ ଏବେ ଶୁଣିଲ କଥା ସେଇଟା ମାନছে কেবে স্বপ্ন ভাঙ্গি যায় তো কেতবে সম্পর্ক কেতবে মন ভাঙ্গি যায় তো কেতবে সম্পর্ক ভাঙ্গি যায় ଆଉ ସେ ଭଙ୍ଗା ସ୍ୱପ୍ନକୁ ନେଇ ଏ ଆଜି ସବୁବେଳେ କାନ୍ଦୁ ଥାଏ ଆଉ ତମେ ବି କାନ୍ଦିବ ମିଷ୍ଟର ବାସ୍ତବ ଜୀବନ ସାରା ତମେ କାନ୍ଦିବ গোটেই কথা শুনিলে সমস্যা রূপ কথা মানতে অর্থ ও রাজনীতি বଳରେ ତୁମେ ଶରତ ଦାସର ମର କେସଟାକୁ ଫଲ୍ସ କରିଦେବ କିନ୍ତୁ ସମୟ ଆସିବ ବିଦ୍ରୋହର ସ୍ୱର ନିଶ୍ଚୟ ଉଠିବ ଆଉ ସେ ଝଡ଼ ପବନରେ ତମେ ସେ ଗର୍ବ ଅହଙ୍କାର ସବୁ ଭାଙ୍ଗି ରୁଚି ଚୁରମାର ହେଇଯିବ ଶୁଣ ଶୁଣ ଛୁଆଟାକୁ ତମେ ଜନ୍ମ ଦେଇଛ ତେଣୁ ବଡ଼ ହବା ଯାଏ ଛୁଆଟା ମାର ଦାୟିତ୍ୱ ତେଣୁ ଛୁଆଟାକୁ ମା ସେଇଠି ରଖିଦେଇ ଯାଉଛି এইটি রহিলা ছোঁয়া ଏମିତି ଗୋଟେ ଜାଣତର ରକ୍ତକୁ ମୁଁ କେବେ ବି ମୋ ଶୋକେସରେ ସାଇତି ରଖିବା এইটা ମୋ ଝିଅ ରାସ୍ତାରେ କଣ୍ଟା ହବା ପୂର୍ବରୁ এইଟାକୁ ମୁଁ ନେଇ ଡ୍ରେନ୍ ଭିତରକୁ ଫିଙ୍ଗି ଦେବି
ଛୁଆ ପାଇଁ ସବୁ କିଛି ତ୍ୟାଗ କରିଥାନ୍ତି ବାବା ସେମାନଙ୍କୁ କୁହନ୍ତି ଯେ ନିଜ ଛୁଆକୁ ନୀତି ଆଦର୍ଶର ମନ୍ତ୍ର ଶିଖାଇଥାଏ ବାବା ସେମାନଙ୍କୁ କୁହନ୍ତି ଯିଏ ନିଜ ଝିଅକୁ ଶାଶୁଘରକୁ ପଠେଇବା ପୂର୍ବରୁ କହିଥାଏ ମାରେ ଦୁହିତା ଦୁହି କୂଳକୁ ହିତା ବୋଲି ଅନକ୍ଷଣୀ ଛପି ନେଲି ମୁଁ ଆସି ଏଠି ମୋତେ ଉପଦେଶ ଦଉଛୁ ତୋରି ବାପା ପର ଗୋଟେ ବାପର କର୍ତ୍ତବ୍ୟ କଥା କହୁଛି କିଏ କର୍ତ୍ତବ୍ୟ କଥା କହୁଛୁ ତୁ ରାଜା ଜନକର କର୍ତ୍ତବ୍ୟ କଥା କହୁଛି ନା ଦିଦି ପ୍ରଭୁ ରାମଚନ୍ଦ୍ରଙ୍କ ହାତ ଧରି ମା ସୀତା ଠାକୁର ମିଥୁନ ଯାଇଥିଲା ବେଳେ ସେତେବେଳେ ଜନକ ପିତାକୁ ଅପରାଧ ପ୍ରଣାମ କରି କଣ କହିଥିଲେ ଶୁଣିଛୁ ପିତା ସେ ମୋ ଶାଶୁ ଘରେ ଚଳିବା ପାଇଁ ମତେ କଣ କିଛି ଉପଦେଶ ଦେବେନି ଆଉ ଜନକ ପିତା ବି କହିଥିଲେ ନା ଦିଦି ମା ଦୁହିତା ସୀତା ତୁ ତ ଶାଶୁ ଘରେ ସବୁବେଳେ ପ୍ରତିବନ୍ଧା କର୍ତ୍ତବ୍ୟ କରିବୁ ଆଉ ସେଇ କର୍ତ୍ତବ୍ୟ କରିବାକୁ ଯାଇ ମା ସୀତା ଠାକୁରାଣୀ ପ୍ରଭୁ ରାମଚନ୍ଦ୍ରଙ୍କ ହାତ ଧରି ବନବାସୀ ହେଇଯାଇଥିଲେ ଆଉ ସେଇ କର୍ତ୍ତବ୍ୟ କରିବାକୁ ଯାଇ ଅଶୋକ ବନରେ ସେ ରାବଣର ଯତ୍ନ କରୁଥିଲେ ଆଉ ସେଇ କର୍ତ୍ତବ୍ୟ କରିବାକୁ ଯାଇ ପ୍ରଭୁ ରାମଚନ୍ଦ୍ରଙ୍କ ପାଇଁ ସେ ଅଗ୍ନି ପରୀକ୍ଷା ଦେଇଥିଲେ ହେଲେ ତୁ ସ୍ୱାମୀଙ୍କ ପାଇଁ କର୍ତ୍ତବ୍ୟ କରିବାକୁ ଯାଇ ହାତରୁ ଶଙ୍ଖା ମତେ ଶୀଘ୍ର ପୋଛେଇ ଦେଲୁ ଶାଶୁ ଶ୍ୱଶୁରଙ୍କ ସେବା କରିବା ପରିବର୍ତ୍ତେ ସେମାନଙ୍କୁ ହାତ ଉଠେଇ ମାଡ଼ ମାରିଲୁ ଆରେ ତୁ କଣ ଚାହୁଁ ମୋ ଝିଅ ଯାଇ ସେଠି ଭଲ ରହିବ ବୋଲି ମୁଁ ତୋତେ ହାତ ଧରିଥିଲି ସବୁ ରାଗରୁ ସୁଖ ବୁଲିଛି ତୁ ତ ଶାଶୁ ଶ୍ୱଶୁରଙ୍କ ଘରେ ଏ ଘରକୁ ଫେରି ଚାଲ ଦିଦି ଆଉ ଫେରି ଚାଲ ଛୋଟି ଲାଗି ଲକ୍ଷ୍ମୀ ବେଶ୍ୟା କଣ ଝୁଠୁ ମୋ ଝିଅ ସେଠି ବାବା ବୁଝିଲେ ବାବା ମୁଁ ଏଠି ରହେ ପରେ ଏଇଟା ଆଦৌ ଚାହୁଁନି ମୁଁ ସେ କଥା କହୁନି ଲୋ ଦିଦି ସେ କଥା କହୁନି ଆରେ କୋଉ କଥା କହୁଛୁ ତୁ ଘରେ କହୁଛି ସିଏ ତୁ ଖରାପ ଦେବୁ ଚାଲିଆ କହୁଛି ଏ କହୁଛି ମୁଁ କେମିତି ଚାଲିଯିବି ବାବା କେମିତି ଚାଲିଯିବି ମୁଁ তোকে ভালোরে কହୁଛି ঘর ভিতর নাই দিদি নাই ওই পুଅକୁ ଛାଡ଼ି ପଢିବି ଯିବିନି ଆଉ ନାଇଁ ଦିଦି ମାର ଅର୍ଥ ତୁ କଣ ବୁଝିଛୁ ସେ କଥା ମୁଁ ଜାଣିନି ଲୋ ଦିଦି ହେଲେ ମା ଗୋଟେ ଶବ୍ଦ ନୁହଁ ଏ ମା ଗୋଟେ ଅଭିଧାନ ଏ ଦୁନିଆରେ ସବୁ ସମ୍ପର୍କ ଖୋଲି ହେଇଯାଇ ପାରେ ଲୋ ଦିଦି ହେଲେ ମାର ସ୍ନେହ ମାର ପ୍ରେମ ମାର ଭଲ ପାଇବା ମାର ସମ୍ପର୍କ 10 ମାସ 10 ଦିନ ଅନ୍ତରେ ଆରେ ଦିଦି ତୁ 10 ମାସ 10 ଦିନ ଗର୍ଭରେ ଧରି ପିଲା ଜନ୍ମ କରିଛୁ ସତ ହେଲେ ମାର ମୂଲ୍ୟ ତୁ ବୁଝିନୁ ଆଉ ଯୋଉଦିନ ତୁ ମାର ମୂଲ୍ୟ ବୁଝିବୁ ସେଇଦିନ ତୋ ଘୋର ବାତ୍ସଲ୍ୟ ମମତା ନଥିବ ତୋ ହୃଦୟ ମମତା ନଥିବ ପିଲାଟାକୁ ଧରି ସାରିବା ପରେ ତୋର ବାତ୍ସଲ୍ୟ ମମତା ଉଛଳି ପଡୁଛି ଆରେ ଠିକ ଅଛି ମୋ ଶ୍ୱଶୁର ଘରେ ଯାଇ ରହିବୁ ଯା ସେଠି ଯାଇ ରହିଲା ପରେ ତୁ ଜାଣିପାରିବୁ ତୁ ଯେ ନର୍କପୁରରେ ରହିଲେ କେତେ କଷ୍ଟ ହୁଏ ତୋ ଶାଶୁ ଘରକୁ ମୁଁ ନିଶ୍ଚୟ ଯିବି ଆଉ ଗୋଟେ ବୋହୂର କର୍ତ୍ତବ୍ୟ କରି ଦେଖେଇଦେବି ବୋହୂ କାହାକୁ କୁହାଯାଏ ତାହେଲେ ଠିକ ଅଛି ତୁ ସେମିତି କାହିଁକି ଯିବୁ ହାତରେ ଶଙ୍ଖା ମଥାରେ ସିନ୍ଦୁର ପିନ୍ଧି ତୁ ସେଠିକୁ ଯିବୁ ଅପେକ୍ଷା କରିବି ତ ଫେରିବା ବାଟକୁ ନାଇଁ ଦିଦି ତୁ କାହିଁକି ମୋ ଫେରିବା ବାଟକୁ ଅପେକ୍ଷା କରିବୁ କହ ମୁଁ ତୋ ଫେରିବା ବାଟକୁ ଅପେକ୍ଷା କରିବି ଦିନ ତୁ ତୋ ଭୁଲ ବୁଝିପାରି ତୋ ଶାଶୁ ଘରକୁ ଫେରିଛି ଆଉ ତୋ ପୁଅକୁ କୋଳରେ ଧରି କହିବୁ ଧନରେ ଏ ଧନ ଏଠି କାନ୍ଦୁଛି ତୋରି ପାଇଁ Isa
Thank you.